ନବମ ଅଧ୍ୟାୟ। ଆତୁର ପକ୍ଷରେ ଧେନୁଦାନାଦି ଫଳ। ଶ୍ରୀ ଗରୁଡ଼ ଉବାଚ। ପୁନରୁପି ଗରୁଡ଼ ଶ୍ରୀହରି ପାଦେ ପଡ଼ି, ସ୍ତୁତି ଆରମ୍ଭଇ କର ଯୁଗଳକୁ ଯୋଡ଼ି। ବହୁ ସ୍ତୁତି କରି ଦଣ୍ଡ ପ୍ରମାଣ ସେ କଲା, ଶ୍ରୀମୁଖକୁ ଚାହିଁ ପୁଣି ବଚନ କହିଲା। ଶୁଣିଲି ମୁଁ ପ୍ରେତ କୃତ ବିଧି ତୁମ୍ଭ ମୁଖୁ, ନିସ୍ତରିଲି ଦୟାନିଧି ଜନ୍ମ ମୃତ୍ୟୁ ଦୁଃଖୁ। ପ୍ରେତର ଉଦ୍ଧାର ବାଣୀ ଶୁଣିଲି ଶ୍ରୀହରି, ବଭ୍ରୁବାହନ ରାଜାର ଚରିତ ବିସ୍ତାରି। ପୁଣି ପଚାରଇ ଦେବ ଜାଣିବା ମାନସେ, ଆତୁର ପକ୍ଷରେ ଯିବା ହିତ କର ଶେଷେ। ଧେନୁଦାନ କାହିଁ ପାଇଁ ମୃତ୍ୟର କାଳରେ, ଜନେ କରନ୍ତି କହିବ ସଂସାର ମଧ୍ୟରେ। ତାହାଦ୍ୱାରା କେଉଁ ପାପ କେଉଁ ଦୁଃଖ ଅବା, ଉଦ୍ଧାର ହୁଅଇ ଯିବ ସେ କଥା କହିବା। ଆପଣଙ୍କ ମୃତ୍ୟୁ ମୁଁ କହି ମହାପ୍ରଭୁ, କିଏ ସେ କହିବ ମତେ ବୁଝାଇ ଏ ସବୁ। ଶୁଣିନ ଶ୍ରୀହରି ତହୁଁ ଅଳପ ହସିଲେ, ଜଳଦ ଗମ୍ଭୀର ସ୍ୱରେ ବଚନ କହିଲେ। ଶ୍ରୀ ଭଗବାନ ଉବାଚ। ଶୁଣ ହୋ ଗରୁଡ଼ ତୁହି ପଚାରିଲୁ ଯାହା, ଆଦ୍ୟପ୍ରାନ୍ତ କରି ତତେ କହୁଅଛି ତାହା। ସଂସାରରେ ଜୀବମାନେ ବହୁ ପାପ ପୁଣ୍ୟ, ଅନାୟାସେ କରୁଛନ୍ତି ଯଥାର୍ଥ ଅର୍ଜନ। ପୁଣ୍ୟକାରୀ ଧାର୍ମିକ ଯଦ୍ୟପ କରେ ପାପ, ଗ୍ରହମାନେ ଦଣ୍ଡ ତାକୁ ଦିଅନ୍ତି କରି କୋପ। ନାନା ବ୍ୟାଧି ଦିଅନ୍ତି ଯେ ତାହାର ଶରୀରେ, ଜରାବସ୍ଥା ହେତୁ କଷ୍ଟ ଭୋଗଇ ଆତୁରେ। ବୁଦ୍ଧି ବିନାଶ ହୁଅଇ ତାହାର ଯେ କ୍ଷଣେ, ବାଳକ ସଦୃଶ ହୋଇ ଇତସ୍ତତ ଭଣେ। ଚକ୍ଷୁକୁ ନ ଦିଶେ ତାର ନ ଶୁଭେ କର୍ଣ୍ଣକୁ, ହସ୍ତକର୍ମ ନ କରଇ ପାଦ ଯେ ଗତିକୁ। ତ୍ୟାଗ କରଇ ଯେ ହେତୁ ହୁଏ ବ୍ୟାକୁଳିତ, ମଳମୂତ୍ର ଘାଣ୍ଟି ହୁଏ ନ ହୋଇ କୁଣ୍ଠିତ। ସେହି କାଳେ ସାଧୁ ଚିତ୍ତ ଯେ ବଣ ମାନବ, ମୃତ୍ୟୁକାଳେ ଜାଣି ବିଷ୍ଣୁ ସ୍ମରଣ କରିବ। ଶାଳଗ୍ରାମ ଶିଳା ପରେ ଚନ୍ଦନ ତୁଳସୀ, ଅର୍ପଣ କରିବ ଇଷ୍ଟ ନାମ ମନ୍ତ୍ର ଘୋଷି। ସ୍ୱରୂପ ସୁମରି ଡକାଇବ ଯେ ବ୍ରାହ୍ମଣ, ପ୍ରାୟଶ୍ଚିତ୍ତ କରି ଦେବ ସୁଚେତରେ ଧନ। କିଏବା ସଂକଳ୍ପ କରି ଶୁଣିବ ପୁରାଣ, ଗୁରୁଦେବା ମନ୍ତ୍ର ମାନ କରିବ ସ୍ମରଣ। କଳସ ବସାଇ ପୂଜି ପାଞ୍ଚ ଦେବତାଙ୍କୁ, ଶାଳଗ୍ରାମ ପୂଜା ଅବା ପୂଜି ଶ୍ରୀହରିଙ୍କୁ। ଗନ୍ଧ ଚନ୍ଦନ ଯେ ଧୂପ ଦୀପ ନୈବେଦ୍ୟ, ସମର୍ପଣ କରି ଆତ୍ମା ସମର୍ପଣ ଦେବ। ଗୁରୁଦତ୍ତ ମନ୍ତ୍ର ଯେବେ ମନେ ନ ପଡ଼ିବ, ମାଧବ ମୁରାରି ରାମ କୃଷ୍ଣ ଉଚାରିବ। ମତ୍ସ୍ୟ କଶ୍ୟପ ବାମନ ନୃସିଂହ ବରାହ, ନାମ ଗୁଣକୁ ସ୍ମରଣ କରିବ ନିଶ୍ଚୟ। ଏହି ନାମ ମହାମନ୍ତ୍ର ଜପକୁ କରିଲେ, ଯମଦଣ୍ଡ ନାଶ ହେବ ଜାଣିଥାଅ ଭଲେ। ନାମଠାରୁ ବଡ଼ କିଛି ନାହିଁ ଏ ଜଗତେ, ନାମ ବଳେ ତରି ଯିବୁ ଭବ ସିନ୍ଧୁ ଆପେ। ପୂର୍ବେ ଅଜାମିଳ ନାମେ ଦ୍ୱିଜ ଏକ ଥିଲା, ମହାପାପ କରି ମୃତ୍ୟୁ ମୁଖରେ ପଡ଼ିଲା। ଯମଦୂତଙ୍କୁ କୁରୂପ ନେତ୍ରରେ ଦେଖିଣ, ଭୟ ଡାକ ପକାଇଲା ସେହୁ ନାରାୟଣ। ନାରାୟଣ ନାମ ଗୋଟି ମୁଖେ ଉଚାରନ୍ତେ, ପାପ କ୍ଷୟ ହେଲା ତାର ପଳାଇଲା ବୃତେ।
ବିଷ୍ଣୁ ଭୃତେ ଆସି ରଥେ ନେଲେ ବୈକୁଣ୍ଠକୁ। ନାନା ସୁଖ ଭୋଗ କଲା ସେ କାଳ କାଳକୁ। ନାମ ନାମୀ ଭେଦ ନାହିଁ ଜାଣ ହେ ଗରୁଡ଼। ସେ ନାମ ସ୍ମରଣ କର ମନେ କରି ଦୃଢ଼। ବହୁ ଜନ୍ମ ପାପ ତୋର ବିନାଶ ହୋଇବ। ଅନ୍ତେ ବୈକୁଣ୍ଠ ସୁଖ ନିଶ୍ଚିତ ମିଳିବ। ଆଗହୁଁ ଯେ ଜନ ଶୁଣି ପୁରାଣ ବଚନ। ଶ୍ରୀହରିଙ୍କ ପାଦ ପଦ୍ମ କର ସ୍ମରଣ। ନାମ ମନ୍ତ୍ର ହାର ହୃଦୟ ଲମ୍ବାଏ ସତତ। ପାପ ତାର କ୍ଷୟ ହୁଏ ଏହା ସାରସ୍ୱତ। ନାମ ଅଗ୍ର ପ୍ରଭାବରେ ପାପ ତୁଳ ରାଶି। କଣିକା ମାତ୍ରରେ କ୍ଷଣେ ହେବ ଭସ୍ମ ରାଶି। ନୋହିଲେ ଦଣ୍ଡିବ ଯମ ବାନ୍ଧି କାଳ ପାଶେ। ପ୍ରହାର କରିବ ଦୂତ ଅନ୍ତ କାଳେ ରୋଷେ। ଦାମୋଦର ଋଷିକେଶ ମାଧବ ଶ୍ରୀହରି। ରାମକୃଷ୍ଣ ନୃସିଂହ ବାମନ ମଧୁହାରି। ଜନାର୍ଦ୍ଦନ ପରମ ଆନନ୍ଦ ପଦ୍ମନାଭ। କାମପାଳ ବଳଦେବ ଅବା ବାସୁଦେବ। ଏହି ନାମ ମାନ ଦୃଢ଼େ ଧରିବ ମାନସେ। ଉଚ୍ଚାରିବ ନୀତି ପ୍ରତି ଶତ ବା ସହସ୍ରେ। ଯେତେ ପାପ ଥିବ ଅଙ୍ଗେ ତକ୍ଷଣେ ନାଶିବ। ଗୋହତ୍ୟା ବା ବ୍ରହ୍ମ ହତ୍ୟା ଦୂରେ ପଳାଇବ। ଯେଉଁମାନେ ବିଷ୍ଣୁ ନିନ୍ଦା କରନ୍ତି ଅଜ୍ଞାନେ। ଗୁରୁ ନିନ୍ଦା କରେ ଯେବେ ଜନ ମୂଢ଼ପଣେ। ନିଜକୁ ବଡ଼ ବୋଲଇ ସେ ଜନ ମୂରୁଖ। ଅଶେଷ ଦଣ୍ଡ ଲଭେ ଲଭେ ବହୁ ଦୁଃଖ। ଜୀବ ମାରି ମାଂସ ଯେହୁ କରଇ ଆହାର। ମିଥ୍ୟା କଥା ଯେଉଁ ଜନ କହେ ନିରନ୍ତର। ପରଧନ ପର ନାରୀ ହରଣ କରଇ। ପୁରାଣ ଶୁଣି ବ୍ରାହ୍ମଣେ ଦକ୍ଷିଣା ନ ଦେଇ। ଧର୍ମାଧର୍ମ ବିଚାର ନ କରେ ମୂଢ଼ ଭାବେ। ଜ୍ଞାନୀ ବନ୍ଧୁ ବାନ୍ଧବଙ୍କୁ ନ ସନ୍ତୋଷେ କେବେ। କରଇ କୂଟ କପଟ ଜୁଆ ଖେଳେ ମାତି। ବେଶ୍ୟା ନାରୀ ସଙ୍ଗେ ସଦା କରଇ ସୁରତି। ଲୋକଙ୍କୁ ଦେଖାଇ ହରି ନାମ ଉଚ୍ଚାରଇ। ଧାର୍ମିକ ବୋଲି ଜଗତେ ହୁଅଇ ଦେଖାଇ। ଧନ ଦ୍ୱାରା ଦେଖି ସଦା ହୁଏ ଉନ୍ମତ୍ତ। ନ ଖାଇ ନ ଦେଇ ଧନ ସଞ୍ଚେ ମୁଢ଼ି ଚିତ୍ତ। ପାଶୋରଇ ଧର୍ମ କର୍ମ ନିନ୍ଦେ ସଦ୍‌ଗୁରୁ। ସାଧୁ ନିନ୍ଦା କରେ ଘଉଡ଼ଇ ତାଙ୍କୁ ଦୂରୁ। ମିଥ୍ୟାରେ ପିତୃ ତର୍ପଣ କରଇ ସେ ଜନ। ମିଥ୍ୟାରେ କରଇ ପୁଣି ତୀର୍ଥ ପର୍ଯ୍ୟଟନ। ଦେବ ପୂଜା କରେ ମିଥ୍ୟାରେ ଯେ ପାପମତି। ଅନ୍ତିମେ ଲଭଇ ସେହୁ ଅଶେଷ ଦୁର୍ଗତି। କପଟ ଧର୍ମ ଆଚରି ବୋଲାଏ ଧାର୍ମିକ। ଧାର୍ମିକକୁ ନିନ୍ଦା କରେ କରି ଯୁକ୍ତି ତର୍କ। ଅହମିକା ପଣ କରି ଯଜ୍ଞାଦି ସମ୍ଭାର। ବଡ଼ ଦାନୀ ବୋଲି ଗର୍ବ କରେ ନିରନ୍ତର। ଦାନେ ଧ୍ୟାନେ କର୍ମେ କିମ୍ବା ଜ୍ଞାନେ ମୋର ସମ। ଜଗତ ମଧ୍ୟରେ କେହି ନାହିଁ କେହି ଆନ। ନିଜର ମୁଖରେ ନିଜେ ପ୍ରଶଂସା କରଇ। ଗୁରୁ ଗୁରୁଜନ ବାକ୍ୟ ଗର୍ବରେ ଭାଙ୍ଗଇ। ସେ ଜନର ମୃତ୍ୟୁ କାଳ ଉପସ୍ଥିତ ହେଲେ। ଯମଦୂତେ ତାକୁ ବାନ୍ଧି ନିଅନ୍ତି ଭଲେ। ଘୋର ବାଦି ନର୍କେ ତାକୁ କରନ୍ତି ନିକ୍ଷେପ। ପ୍ରହାର ଦେଇ ନ ତାକୁ କରନ୍ତି ବିରୂପ। କୋଟି କୋଟି ଯୁଗ ନର୍କ ଭୋଗ ସେ କରଇ। ଯେତେ ଦୁଃଖ ଭୋଗ ମୁଖେ କହି ତନୁ ହଇ। ତେଣୁ କହୁଅଛି ତେତେ ଶୁଣ ବୈନତେୟ। ଶ୍ରୀହରି ସ୍ମରଣ କରି ମନ କରିଥୟ। ହୃଦୟ ପଦ୍ମରେ ନାମ ପତ୍ର ମାନ ଘୋଷି। ଗୁରୁ ଗୁରୁଜନ ବାକ୍ୟ ମାନେ ହେବୁ ଖୁସି। ଶକ୍ତି ଅନୁସାରେ ଦାନ ଧ୍ୟାନ ଯେ କରିବ। ସାଧୁ ସନ୍ଥ ଅତି ତାଙ୍କୁ ଦେଖିଲେ ପୂଜିବ। ଏହି ପାପ ମାନ ନ ରହିବ ତିଳେ।
ଯେ ଜନନ କରେ ଏହା କିମ୍ବା ମତ ଭୁଳେ। ଅନ୍ତିମ କାଳେ ଶରୀରେ ବ୍ୟାଧି ପରବେଶ। ଜାଣି ଯେବେ ସୁଚିତ୍ତରେ ସ୍ମରି ଜଗଦୀଶ। ବିଷ୍ଣୁ ଭାବନା କରିଣ ପ୍ରାୟଶ୍ଚିତ କର। ଦାନ ଧ୍ୟାନ କରିବ ବା ନର୍କୁ ହେବ ପାର। ବୈତରଣୀ ନାମେ ନଦୀ ଯମର ଭୁବନେ। ସେହି ନଦୀ ପାର ହେବ ଯେମନ୍ତ ପ୍ରମାଣେ। କହୁଅଛି ସେହି କଥା ଶୁଣ ମନ ଦେଇ। ଉତ୍ତମ ଧେନୁ ଦେଖିଣ ଜନ ଯେ ଆଣଇ। ବସ୍ତ୍ର ପୁଷ୍ପ ଗନ୍ଧ ଯେ ଚନ୍ଦନ ଅଳଙ୍କାର। ଧେନୁ ଅଙ୍ଗରେ ଦେଇଣ ପୂଜିବ ସତ୍ୱର। ଉତ୍ତମ ବ୍ରାହ୍ମଣ ଦେଖି ଦାନ ଯେ କରିବ। ଉପଯୁକ୍ତ ଦକ୍ଷିଣା ତାହାକୁ ପୁଣି ଦେବ। ଭୋଜନ ନିମନ୍ତେ ଦିବ୍ୟ ପଦାର୍ଥ ଅଣାଇ। ବ୍ରାହ୍ମଣ ସନ୍ତୋଷେ ଭୁଞ୍ଜାଇବେ ଯଦି କେହି। ଏପରି ପାରିଲେ କରି ଅଳପ କାଳରେ। ଭୂମି ସ୍ୱର୍ଣ୍ଣ ବସ୍ତ୍ର ଜଳ ଦାନ କରେ। ଆତୁର ପକ୍ଷରେ ଏହା ଉଚିତ ଅଟଇ। ସମସ୍ତ ପାପ ତାହାର ବିନାଶ ହୁଅଇ। ଏହି ଶରୀରଟି ବୈତରଣୀ ନଦୀ ସମ। ବୁଝାଇ କହୁଛି ବାବ ତାହାର ପ୍ରମାଣ। ଅସ୍ଥି ମାଂସ ରକ୍ତ ରସ ପୂର୍ଣ୍ଣ ଏ ଶରୀରେ। କଫ ବାତ ପିତ୍ତ ଆଦି ଅଛଇ ଦେହରେ। ଜଳ ପବନ ବତାସ ଲାଗିଲେ ଏଥିରେ। ନାଡି କ୍ଷୁଣ୍ଣ ହୁଏ ଚଳେ ଶ୍ରେଦୂତ ବେଗରେ। ସନ୍ନିପାତ ମାଡ଼ି ଆସେ ସେହି ବୈତରଣୀ। ଧେନୁ ଦାନ ଏଥିପାଇଁ ଅଟଇ କାରେଣୀ। ଯେ ଜନ ନିଜେ ନ କରେ ଅନ୍ତିମ କାଳରେ। ପୁତ୍ର ତାର କରାଇବ ସନ୍ତୋଷ ମନରେ। ପିତାର ଅନ୍ତିମ କାଳ ଜାଣି ଯେଉଁ ପୁତ୍ର। ଉତ୍ତମ ବ୍ରାହ୍ମଣ ଡାକି କରେ ପ୍ରାୟଶ୍ଚିତ। ପିତାର ଆର ପାରରେ ସୁଖ ଇଚ୍ଛା କରି। ବସ୍ତ୍ର ଅଳଙ୍କାର ଧେନୁ ଅଙ୍ଗେ ସର୍ବଭରେ। ଦାନ ଦେଇ ଦକ୍ଷିଣା ଯେ ଦିଅଇ ସୁଚିତେ। ବୈତରଣୀ ନଦୀ ପାର ହୁଅଇ ନିଶ୍ଚିତେ। ବ୍ରାହ୍ମଣର ବଚନେ ଯେ ଅନୁକୂଳ ବାତ। ଶ୍ରୀହରି ଯେ କର୍ଣ୍ଣଧାର ନାବ ନାମ ସତ। ପାପୀ ଆରୋହଣ କରି ସେହି ନାବ ତରେ। ଯାଏ ଅନ୍ୟାୟରେ ବୈତରଣୀ ଆର ପାରେ। ଆତୁର ପକ୍ଷରେ ଏହା ଉଚିତ ଅଟଇ। ତାହାର ଫଳ ନିଶ୍ଚୟ ଶୀଘ୍ରେ ମିଳଇ। ଏହିପରି ଦାନ ଦେବା ପାଇଁ ଯେ ଅକ୍ଷମ। ହେବ ତେବେ କହୁଅଛି ଉପାୟ ଯେ ଆନ। ଶ୍ରୀହରି ନାମ କୀର୍ତ୍ତନ କରିବା କରଇ। ଶ୍ରବଣ କରି କର୍ଣ୍ଣରେ ମୁଖେ ବା ଗୁଣଇ। ଗୀତା ଭାଗବତ ଆଦି ଶୁଣି ବିପ୍ର ମୁଖୁ। ନାଶିବ ସକଳ ପାପ ତରି ଯିବୁ ଦୁଃଖୁ। ଏକାଦଶୀ ତିଥି ଯେବେ ସେକାଳେ ପଡ଼ିବ। ଏକାଦଶୀ ବ୍ରତ ପରି ପାପ ଉଦ୍ଧରିବ। ଗଙ୍ଗାଜଳ ମୁଖେ ପାପ ଶେଷ କାଳ କରେ। ଗଙ୍ଗା ମୃତ୍ତିକା ଧାରଣ କରେ ଯେ ବାସିରେ। ତୁଳସୀ କିମ୍ବା ତୁଳସୀ ମୂଳରୁ ଯେ ଜଳ। ପାନ କରେ ହରସରେ ମାଟି ଘେନି ଶିର। ଶାଳଗ୍ରାମ ମୋଦକ କିମ୍ବା ଚରଣ ତୁଳସୀ। ମହାପ୍ରସାଦେ ଭଗତି ଭରେ ପାଇ ଖୁସି। ବିଷ୍ଣୁ ମୂର୍ତ୍ତି ନିରକ୍ଷଣ କରିବ ଚକ୍ଷୁରେ। ଗୁଣ କୀର୍ତ୍ତନ ଶୁଣିବ ଅଥବା କର୍ଣ୍ଣରେ। ଜିହ୍ବା ପାନ କରିପାରେ ପାଦୋଦକ ଯେବେ। ନାମ ଜପ ହୃଦୟରେ କର ଯଦି ଭାବେ। ସେ ଜନ କଦାପି ଯମପୁରକୁ ନ ଯାଏ। ବୈକୁଣ୍ଠ ଭୁବନେ ସୁଖ ଭୋଗ ସେ ନିଶ୍ଚୟ। ଆତୁର କାଳରେ ଧର୍ମ ଅଟଇ ଏପରି। ନିଜେ ନ ପାରିଲେ ପୁତ୍ର କରିବ ବିଚାରି। ପିତାର ମୃତ୍ୟୁ ସମୟେ ଜାଣିବ ଯେ ପୁତ୍ର।
ଏହିପରି କାର୍ଯ୍ୟମାନ କରିବ ସାକ୍ଷାତ। ପିତାଙ୍କୁ ବସାଇ ନିଜେ ବସି ସମ୍ମୁଖରେ ଯଥାଶକ୍ତି ଦାନାଦିରେ ବିପ୍ରେ ତୋଷ କରେ। ଶ୍ରୀହରି ମନ୍ଦିର ଚିତା ପିତାର ଲଲାଟେ ତୁଳସୀ ମାଳ ଲମ୍ବାଇ ଦେବ କଣ୍ଠ ତଟେ। ଗାଜଳ ମୁଖେ ଦେବ ବିଷ୍ଣୁ ପାଦୋଦକ ପିତାର ମୁଖରେ ଦେବ ପୁତ୍ର ଯେ ବିବେକ। ଏହିପରି କଲେ ଦେବ ସନ୍ତୋଷ ହୁଅନ୍ତି ପିତାର ପାପ ବିନାଶ ତକ୍ଷଣେ କରନ୍ତି। ତପ୍ତ ବୈତରଣୀ ନଦୀ ହେଳେ ହୁଏ ପାରି ସ୍ୱର୍ଗ ସୁଖ ଭୋଗ କରେ ଫଳରେ ତାହାରି। ଯେଉଁ ପୁତ୍ର ପିତୃହିତ ମାନସିଏ ପରି କାର୍ଯ୍ୟମାନ କରେ ଭବିଷ୍ୟତ୍କୁ ବିଚାରି। ଅକ୍ଷୟ ଧର୍ମ ବଢ଼େ ଦିନୁ ଦିନ ଅଷ୍ଟସିଦ୍ଧ ନବନିଧ ମିଳଇଟି ଜାଣ। ଗତି ମୁକ୍ତି ଲଭଇ ନର ହଇ ପାପ ବୈକୁଣ୍ଠ ଲଭଇ ସୁଖେ ସେ ଜନ ମାପ। ଅନ୍ୟ ପ୍ରକାର ଦାନ ଆତୁର କାଳରେ ଉପଦେଶ ଦେଇଛନ୍ତି ମୁନି ଏ ଶାସ୍ତ୍ରରେ। 8 ପ୍ରକାରର ଦାନ ଅଛଇ ପ୍ରମାଣ କହୁଅଛି ତାର ବିଧି ମନ ଦେଇ ଶୁଣ। ତିଳ ସୁବର୍ଣ୍ଣ ଯେ ଲୌହ ତୈଳ ଲବଣ ତୁଳା ଧାନ ଯେ ତଣ୍ଡୁଳ ଏହି 8 ପୁଣ। ଦାନ ଦେଇ ପାଦ ନମି ମାଗିବ ଏ ଦୋଷ ମୁହିଁ ଦୁରାଚାର ପାପୀ କ୍ଷମ ମୋର ଦୋଷ। ଆତୁର କାଳରେ ବିପ୍ର ଡାକ ଦେଲେ ଦାନ ନର୍କଭୋଗ ଆଦି ନାଶ ହୋଇବ ତତ୍କ୍ଷଣ। ପଞ୍ଚଦାନ କହୁଅଛି ଶୁଣ କର ହେତୁ ହରଡ଼ ମସୂର ବୁଟ ବିରି ମୃଗ ତତୁ। ଏହି 5 ଶଯ୍ୟା ଦାନ ବ୍ରାହ୍ମଣଙ୍କୁ ଦେବ ଭୋଜନେ ସନ୍ତୋଷୀ ଯେ ଦକ୍ଷିଣା ମାନ ଦେବ। ପାପ ବିନାଶ ହୁଅଇ ମିଳେ ଦିବ୍ୟ ଗତି ମୁନିମାନେ ପୁରାଣ ଶାସ୍ତ୍ରରେ ବଖାଣନ୍ତି। ଦାନ ବିଧି ଅଛଇ କହୁଛି ବିଚାରି ଅତି ଆତୁର ଲୋକର ଏହା ହିତକାରୀ। ତଣ୍ଡୁଳ ଘୃତ ଯତ୍ନେ ସଜାଡ଼ିବ ବ୍ରାହ୍ମଣଙ୍କୁ ଡାକି ଯେହୁ ଜନ ଦାନ ଦେବ। ପାପ ବିନାଶ ହୋଇବ ଲଭେ ଦିବ୍ୟ ଭୋଗ। ଦାନର ଫଳେ ମିଳଇ ତାକୁ ସିନା ସ୍ୱର୍ଗ ଏଥିରେ ଯଦ୍ୟପି ହେବ କେହିଟି ଅକ୍ଷମ। ଏକ ଦାନ କରିବ ସେ ନ ହୋଇବ ଭ୍ରମ ତ୍ରିକାଳ ଦାନ ବୋଲୁଣ କହନ୍ତି ତାହାକୁ। ଶୁକ୍ଳ କୃଷ୍ଣ ବର୍ଣ୍ଣ ଖୋଜି ଆଣି କର୍ପୂରକୁ ଉତ୍ତମ ବ୍ରାହ୍ମଣ ଡାକି ଦାନକୁ ସମର୍ପି ଦକ୍ଷିଣା ଦେବ ହର ସେ ନ ହେବ ସନ୍ତାପୀ। ମୃତ୍ୟୁ କାଳରେ ତ୍ରିକାଳ ଦାନ ଅଟେ ଏହା ଅନ୍ୟ ପ୍ରକାରେ ଅଛଇ କୁହଇଛି ତାହା। ଲୌହ ପାତ୍ରେ ତୈଳ ଭରି ଲୌହରେ ନିର୍ମାଣ କୁଶ ଖଡଗ ଆଦି ଶସ୍ତ୍ର ପୁଣ। ତୈଳ ପାତ୍ର ସହିତ ବ୍ରାହ୍ମଣଙ୍କୁ ଦେବ ଦକ୍ଷିଣା ଦେଇ ବିନୟେ ତାହାଙ୍କୁ ତୋଷିବ। ଯମର ଆୟୁଧ ଏହି ଦାନକୁ କହନ୍ତି ଯମଦୂତେ ଦେଖି ତାହା କରନ୍ତି ଯେ ଭ୍ରାନ୍ତି। ଯମ ସନ୍ତୋଷ ହୁଅଇ ଏହି ଦାନ ଦେଲେ ପ୍ରେତ ଭୂମି ଦରଶନ ନ କରେ ସେ ହେଲେ। ଆଉ ଏକ ଗୋପନୀୟ ଦାନ ଅଛି ଶୁଣ ଆତୁର କାଳରେ ତାହା ଅଟଇ ପ୍ରମାଣ। ସ୍ୱର୍ଣ୍ଣ ପଦ୍ମ ସ୍ୱର୍ଣ୍ଣ ଧେନୁ ମୁଦ୍ରିକା କୁଣ୍ଡଳ ସ୍ୱର୍ଣ୍ଣ ଯଜ୍ଞସୂତ ଅବା ସୁବର୍ଣ୍ଣ କେବଳ। ଉତ୍ତମ ବ୍ରାହ୍ମଣ ଡାକି କରିବ ଯେ ଦାନ ଅନ୍ତେ ବୈକୁଣ୍ଠପୁରେ କରିବ ଗମନ। ମିଷ୍ଟାନ୍ନ ଭୋଜନ ଦେଇ ବିପ୍ରେ ସନ୍ତୋଷିବ ପାଟ ବସ୍ତ୍ର ଦେଇ ଣ ଦକ୍ଷିଣା ସମର୍ପିବ। ଦେବଦାନ ବୋଲି ଶାସ୍ତ୍ରେ ପ୍ରମାଣ ଅଛଇ ଦେବତା ସନ୍ତୋଷ ହୁଅନ୍ତି ଦେଲେ ଦାନ ଏହି। ଯମଦଣ୍ଡ ନ ଦେଖଇ ନେତ୍ରରେ ଯେ ଦାନୀ ସ୍ୱର୍ଗ ସୁଖ ଭୋଗ କରେ ସେ ଜନ ସୁଜ୍ଞାନୀ। ଦାନ ମାନଙ୍କରେ ସାର ଅଟେ ସ୍ୱର୍ଣ୍ଣ ଦାନ ସର୍ବ ପାପ ବିନାଶନ ଅଟେ ସେହି ପୁଣ।
ଅନ୍ତିମେ ସ୍ୱର୍ଗରେ ସୁଖ ମିଳଇ ତାହାକୁ, ସ୍ୱର୍ଗଭୋଗ ପରେ ଜନ୍ମ ମିଳଇ ତାହାକୁ। ରାଜକୁଳେ ଜନ୍ମ ହୁଏ ଲଭେ ବହୁ ସୁଖ, ଅକଳନ୍ତି ଧନ ମିଳେ ନ ପାଏ ସେ ଦୁଃଖ। ଧନ ସୁତ ଦାସ ଦାସୀ ପାତ୍ରେ ମନ୍ତ୍ରୀ ଗଣ, ପରିପୂର୍ଣ୍ଣ ଭାବେ ମିଳେ ହୁଏ ସେ ରାଜନ। ଆବର ଛଇ ଦାଣ ଶୁଣ ହେ ଗରୁଡ଼, ସେ ଦାନେ ଯେମତେ ଫଳ ହୁଅଇ ନିଗୁଡ଼। ଏକ ଏକ କରି ସବୁ କହିବି କେବଳ, ଦାନମାନଙ୍କରେ ଅଟେ ନିର୍ମଳ ହେ ଫଳ। ତୁଳା ଦାନେ ଯମ ଦୂତେ ସନ୍ତୋଷ ହୁଅନ୍ତି, ଯମକାଳ ପାଶ ଗଳେ କେବେ ନ ପକାନ୍ତି। ଯମରାଜ ଭୟ ପାଇ ଲବଣକୁ ଦାନ, ଚିତ୍ରଗୁପ୍ତକୁ ସନ୍ତୋଷେ କର ଦାନ ଧ୍ୟାନ। ତିଳ ସୁବର୍ଣ୍ଣ ଲବଣ କାର୍ପାସ ଲୌହକୁ, ଦାନ ଦେଲେ ଖଣ୍ଡେ ଜାଣ ସମୟ ବାଧାକୁ। ଶୁକ୍ଳ ଧାନେ ବିନାଶ ଯେ ହୁଅଇ ତ୍ରିତାପ, ଆବର ଦାନ ଅଛଇ ବିଶସ ସେ ସପ୍ତ। ମୁଗ୍ଧ ରାଜ ମାସ ବ୍ରୀହି ପୁଣି ଗୋଧୂମରେ, ଶାଳୀ ଧ୍ୟାନ ତୈଳ ଘୃତ ପୂର୍ଣ୍ଣ ସପ୍ତମୀରେ। ବ୍ରହ୍ମହତ୍ୟା ଆଦି ପାପ ନାଶ ହୋଇ ପୁଣ, ବଢ଼ଇ ଚନ୍ଦ୍ରମା ପ୍ରାୟ ଜାଣ ଦିନୁ ଦିନ। ରକ୍ତଗାଭୀ ସହିତରେ ବୃଷଭଜ ଏକ, ଗୋଚର୍ମ ଲକ୍ଷ୍ୟ ହୁଅଇ ଏକ ଦାନ ବିବେକ। ଜୀବମୁକ୍ତି ପାଇଁ ଏତେ ହୋଇଛି ପ୍ରମାଣ, ତୀର୍ଥବ୍ରତ ଆଦି ସର୍ବ ନୁହେଁ ସରିସମ। ଅନ୍ୟ ଦାନମାନ ଯେତେ ଯେତେ ଅଛି ଜାଣ, ରାଜ୍ୟ ପାପ ପାଇଁ କିଟି ଅଟେ ଭୂମିଦାନ। ଅନ୍ୟମତେ ଭୂମିଦାନ ରହିଅଛି ବିଧି, ସେ ଦାନ ପ୍ରମାଣ କର ଶ୍ରବଣେ ବିଧି। ବୃକ୍ଷଫଳ ସହିତରେ ଭୂମିଦାନ ଦେଲେ, ତାହାର ପୁଣ୍ୟ ନ ସରେ କଥାରେ କହିଲେ। ପାପ ତହିଁ ଦୂର ହୁଅଇ କେବଳ, ଅନ୍ତେ ସ୍ୱର୍ଗେନ୍ଦ୍ର ପଦ ଲଭଇ କେବଳ। କ୍ରମେ କ୍ରମେ ବଢ଼େ ଯଶ ମହାପାପ ପାଶ, ଅନ୍ୟ ଦାନରେ ଏ ଫଳ ନାହିଁ ପକ୍ଷୀ ଈଶ। ଭୂମିଦାନ ଠାରୁ ବଳି ନାହିଁ ଅନ୍ୟ କେହି, ଡକାଇ ବ୍ରାହ୍ମଣ ଦାନ କର ପାପ ପାଇଁ। ପାପ ନାଶ ହୁଅନ୍ତେ ଯେ ପୁଣ୍ୟ ହୁଏ ବୃଦ୍ଧି, ମିଳଇ ଅକ୍ଳେଶ ମର୍ତ୍ତେ ତାକୁ ସର୍ବସିଦ୍ଧି। ଦେଇଥିବା ଭୂମି ଯେବେ ରାଜା ବଳେ ହରେ, ମହାପାପ ହୁଏ ତାର କହିଲେ ନ ସରେ। ଯେତେ ଦିନ ନର୍କ ରହେ ତାହାର ଶରୀର, ସେତେ ଦିନ ନର୍କ ଭୋଗ କରଇ ଅପାର। ଯେତେ ଦିନ ଅନନ୍ତ ଧରିଛି ମହିକି, ସେତେ ଦିନ ନର୍କ ଭୋଗ ମିଳେ ନୃପତିକି। ନୁହଇ ଖଣ୍ଡନ କେବେ ଅନ୍ୟ ଦାନ କଲେ, ଲକ୍ଷେ ଭୂମି ଦାନ ଦେଲେ ନ ଖଣ୍ଡଇ ଭଲେ। ତାହାର ପୁତ୍ର ଯଦ୍ୟପି ପୁରାଣ ଶୁଣିବ, ବିଧିମତେ ଗୁପ୍ତ ଦାନ ବ୍ରାହ୍ମଣକୁ ଦେବ। ସୁବର୍ଣ୍ଣ ଦାନକୁ ଗୁପ୍ତ ଦାନ ବୋଲି କହି, ଧେନୁ ଦାନକୁ ପୁରାଣେ ଋଷିମାନେ କହି। ସୁବେଦୀ ବ୍ରାହ୍ମଣ ଜଣେ ବରଣ କରିବ, ଧେନୁ ଦାନ ଦେବି ବୋଲି ମୁଖରେ କହିବ। ଶିବମୂର୍ତ୍ତି ସହିତରେ ବ୍ରାହ୍ମଣ ହସ୍ତରେ, ସେହି ଦାନକୁ ଅରପି ବିଧି ଅନୁସାରେ। ଧେନୁ ଦାନ 8 ଯେ ପ୍ରକାରେ କୁହାଯାଏ, ରୁଦ୍ର ଧେନୁ ଅନ୍ତ ଧେନୁ ମୋକ୍ଷ ଧେନୁ ହୁଏ। ଋଣ ଧେନୁ ଯୁକ୍ତ ଧେନୁ କ୍ରୟ ଧେନୁ ମାନ, କପିଳା ଧେନୁ ସବସ୍ଥା କରାଯାଏ ଦାନ। ଅଷ୍ଟଧେନୁ ଦାନ ଏହିପରି ଅଟେ ଜାଣ, ଏହାର ଫଳ ଅପାମ ଅଟେ ହେ ସୁପର୍ଣ୍ଣ। ଅରୁଦ୍ର ଧେନୁ ଦାନ ଦେବ ଶରୀର ନିଷ୍ପାପ, ଋଣନ୍ତ ଧେନୁ ଦାନେ ପୃଥ୍ୱୀ ଫଳଇ ଅମାପ।
ଋଣନ୍ତେ ଧେନୁ ଦାନେ ହୁଏ ଜନ୍ମେ ଜନ୍ମେ ସୁଖୀ। ମୋକ୍ଷେ ଧେନୁ ଦାନ ମୋକ୍ଷ ଫଳେ ବୋଲିଲେ କି। କପିଳା ଧେନୁ ସବସ୍ଥା କରିଲେଟି ଦାନ। ବହୁ ଧନ ମିଳେ ମର୍ତ୍ତେ ହୁଅଇ ରାଜନ। ଦୁଗ୍ଧବତୀ ବର୍ଷା ସହିତରେ ଯେ କପିଳ। ଦାନେ ମହାପନ୍ୟୁ ଜାଣ ଆରେ ବାଳ। ରୁଦ୍ରଧେନୁ ଆଦି କରି ଅଷ୍ଟଧେନୁ ଫଳ। ଅସୀମ ଅଟଇ ବ୍ରହ୍ମା ଜାଣନ୍ତି କେବଳ। ଦାନର ବିଧାନ ମାନ ବୁଝାଇ କହିବି। ତୁମ୍ଭର ମନରୁ ପୁଣି ସନ୍ଦେହ ନାଶିବି। ପୂର୍ବରୁ ସ୍ୱବେଦୀ ଦ୍ୱିଜ ହରଣ କରିବ। ଗନ୍ଧ ଚନ୍ଦନ ଓ ପୁଷ୍ପ ଧୂପ ଦୀପ ଦେବ। ରୁଦ୍ରାଭିଷେକ ମନ୍ତ୍ରରେ ଅଭିଷେକ କରି। ରୁଦ୍ରତାଣ୍ଡବ ମହିମା ଯତ୍ନେ ପାଠ କରି। ମିଷ୍ଟାନ୍ନ ନୈବେଦ୍ୟ କରି ବ୍ରାହ୍ମଣେ ଭୁଞ୍ଜାଇ। ସବସ୍ୟା କପିଳ ଧେନୁ ଦାନ। ସବସ୍ୟା କପିଳ ଧେନୁ ଦାନ କରିବଇଁ। ଦାନ ପରେ ବିଧି ମତେ ଦକ୍ଷିଣା ଯେ ଦେବ। ନମୋ ରୁଦ୍ର ଦେବୀ କହି ଶରଣ ପଶିବ। ପାପମାନ ନାଶ ମୋର କର ଆଶୁତୋଷ। ଶରଣ ପଶିକି ପାଦ ପଦ୍ମେ କରି ଆସ। ଏହି ଦାନ ଫଳ ଅନ୍ତେ ମିଳେ ବହୁ ସୁଖ। କାଳ ଦଣ୍ଡେ ଯମ ଦଣ୍ଡ ନ ହୋଇବ ଦୁଃଖ। ପରଜନ୍ମେ ମହା ସୁଖୀ ହୋଇ ଜନମିବ। ରୁଦ୍ରଧେନୁ ଦାନ ମିଳେ ଏସନକ ଭାବ। ଋଣଧେନୁ ଦାନ ଫଳ ହେ ଗରୁଡ଼ ଶୁଣ। ଯମଦ୍ୱାରେ ବନ୍ଧନ ନ ହୁଏ କଦାଚନ। ନାନା ଦୁଃଖେ ପଡ଼ି କରେ ପରଠାରୁ ଋଣ। ତଥାପି ପେଟ ତାହାର ନ ପୂରଇ ଜାଣ। ଜ୍ଞାନେ ବା ଅଜ୍ଞାନ ଋଣ କରି ନ ଶୁଝଇ। ଅନ୍ତକାଳେ ଯଦୁପତି ସେ ଧନ ମାଗଇ। ସେ ପୁରେ ବା ଧନ କାହୁଁ ପାଇବ ଯେ ଦେବ। ଉପାୟ ଶୂନ୍ୟ ହୋଇ ନ ପାଇଣ ପ୍ରଭାବ। ବିଧି ବିଧାନ ନରକ ଯନ୍ତ୍ରଣା ଭୋଗଇ। ପଶୁ ପକ୍ଷୀ ଆଦି ଯୋନି ଜନମ ଲଭଇ। ପୂର୍ବ ଋଣ ପରିଶୋଧ ଯାଏ ନର୍କେ ଥାଇ। ଋଣ ଶୁଝିଲେ ସେ ଦଣ୍ଡୁ ମୁକ୍ତ ହୁଅଇ। ଅନାତୁହ ଦାନ ଯେବେ ତାର ପୁତ୍ର କରେ। ତେବେ ତା ପିତା ମୁକ୍ତି ଲଭଇ କାଳରେ। ଏଥିପାଇଁ ଋଣ ଧେନୁ ନାମୀ ବୋଲି ତାର। ଏବେ କହୁଅଛି ମୋକ୍ଷ ଧେନୁର ବିଚାର। ଧନ ଦେଇ କଳା ଗାଈ ଆଣିବ ଯେ କିଣି। ବ୍ରୀହି ଗ୍ରାସ ଆଦି ଭୁଞ୍ଜାଇବ ତାକୁ ପୁଣି। ଡକାଇ ଉତ୍ତମ ଦ୍ୱିଜ ଆସନାଦି ଦେଇ। ଗନ୍ଧ ଚନ୍ଦନ ସମର୍ପି ସନ୍ତୋଷ କରାଇ। ପକ୍ୱ ଫଳ ଓ ମିଷ୍ଟାନ୍ନ ଭୁଞ୍ଜାଇ ଯତନେ। ପୁଷ୍ପ ଚନ୍ଦନାଦି ଦେଇ ବୁଝିବ ତତ୍କ୍ଷଣେ। ଅଳଙ୍କାର ପାଟ ବସ୍ତ୍ର ଆଦି ସମର୍ପିବ। ଦକ୍ଷିଣା ସହିତେ ଧେନୁ ତାଙ୍କୁ ଦାନ ଦେବ। ଏହି ଦାନେ ବୈତରଣୀ ନଦୀ ହୁଏ ପାର। ମୋକ୍ଷ ଦାନ ଏହାକୁ କହନ୍ତି ପକ୍ଷୀବର। ତ୍ରିପାପ ମୋଚନ ହୁଏ ଏହି ଦାନ ଫଳେ। ତ୍ରିପାପ କହନ୍ତି ଶୁଣ ମନର ନିଶ୍ଚଳେ। କିଶୋର ବୟସେ କରେ ଦୁଷ୍କୃତ ଅନେକ। ଯୌବନ ଜ୍ଞାନେ କରଇ ବହୁତ ପାତକ। ଆସକ୍ତ ହୋଇ ହୁଏ ଅନମତ୍ତ। ଭଲ ମନ୍ଦ ବିଚାର ସେ ନ କରଇ ଚିତ୍ତ। ବାର୍ଦ୍ଧକ୍ୟ କରଇ ଗର୍ଭ ପୁତ୍ର କନ୍ୟା ଦେଖି। ଜ୍ଞାନ ହାରିଣ ଅଜ୍ଞାନୀ କାହାକୁ ନ ଦେଖି। ଏହି ପାପକୁ ତ୍ରିପାପ ବୋଲିଣ କହନ୍ତି। ବୈତରଣୀ ଦାନେ ଏଥୁ ମୁକ୍ତି ଲଭନ୍ତି। ପୂର୍ବଜନ୍ମ ପାପ ମାନ ବିନାଶ ହୁଅଇ। ଲଭେ ମାତ୍ର ପାପ ଅଙ୍ଗେ ତାର ନ ରହଇ। କର୍ମ ପାଇଁ ସାର ଅଟେ ଏହି ଦାନ।
ପ୍ରତିକାର ଅଟେ ତାହାର ଇହ ପର ଜନ୍ମ। ମଧ୍ୟାହ୍ନ ପ୍ରଭାତ ସନ୍ଧ୍ୟା କାଳ ପାପ ଯେତେ, ଗୁରୁ ଜ୍ଞାତି ଗୁରୁଜନ ନିନ୍ଦାଦି ସହିତେ। ପାପକୁ ଦାନ କେବଳ ଅଟଇ ପ୍ରମାଣ, ପୁରାଣ ବଚନ କେବେ ନ ହୋଇବ ଆନ। କପିଳା ଧେନୁ ବାଛୁରୀ ସହିତରେ ଦାନ, ଦକ୍ଷିଣା ଦେଇ ସନ୍ତୋଷ କର ବିପ୍ରମନ। କପିଳା ଦାନର ପୁଣ୍ୟ ସଙ୍ଗେ ଆଉ କିଛି, ସମାନ ନ ହେବ ଏହି ପୁରାଣ କହିଛି। ବେଦଜ୍ଞ ବ୍ରାହ୍ମଣ ଦେଲେ ସୁଫଳ ଫଳଇ, ମୂର୍ଖ ଦ୍ୱିଜେ ଦେଲେ ତାହା ନିଷ୍ଫଳ ହୁଅଇ। ଅଜ୍ଞାନରେ ଦାନ ଦେଲେ ବିପ୍ର ପାପୀ ହୁଏ, ମହାଦୋଷେ ଦୋଷୀ ଜାଣେ ହୁଏ ସେ ନିଶ୍ଚୟ। ଏହି ମତେ ଧେନୁ ଦାନ କଲେ ବୈନତେୟ, ଜୀବ ଉଦ୍ଧାର ହୁଅଇ ଏକଥା ନିଶ୍ଚୟ। ଜୀବ ଉଦ୍ଧାର ନିମନ୍ତେ ଅଛି ଆଉ ଯାହା, ସଂକ୍ଷେପି କହିବୁ ତୁମ୍ଭ ଆଗେ ମୁହିଁ ତାହା। ସୁସ୍ଥ ଶରୀରରେ ଶ୍ରଦ୍ଧା ଯୁକ୍ତେ ଦାନ ଦେଲେ, ସହସ୍ର ଲକ୍ଷ ଦାନ ଯେ ନୁହେଁ ତାର ତୁଲେ। ପ୍ରାଣ ପ୍ରଳୟ କାଳରେ ଯେହୁ ଦିଏ ଦାନ, ବହୁ ଗୁଣେ ଦାନ ତାର ହୁଅଇ ବର୍ଦ୍ଧନ। ଅପାତ୍ରେ ନ ଦେବ ଦାନ ବିଫଳ ହୋଇବ, ଯେତେ ପୁଣ୍ୟ କରିଥିବ ସର୍ବନାଶ ଯିବ। ପୌରାଣିକ ବେଦାନ୍ତିକ ବ୍ରାହ୍ମଣ କରିବ, ଶୁଚିମନ୍ତ ହୋଇ ତାକୁ ଦାନ ମାନ ଦେବ। ଉପକାର ଆଶା ନ ପଶିବ ହୃଦୟରେ, ତାଙ୍କଠାରୁ ପ୍ରତିଦାନ ନ ନେବ କାଳରେ। ସେହି ଦାନକୁ ସାତ୍ତ୍ୱିକ ଦାନ ଯେ କହନ୍ତି, ତାହା ଦ୍ୱାରା ନିଶ୍ଚୟ ମିଳଇ ଜାଣ ମୁକ୍ତି। ପରାନ୍ନ ଭୋଗୀ ଯେ ଦ୍ୱିଜ ଅପାପରଗୃହୀ, ବେଦଶାସ୍ତ୍ର ଯେଉଁ ଦ୍ୱିଜ କେବେ ପଢ଼ି ନାହିଁ। ପାପ ପୁଣ୍ୟକୁ ଯେ ଭୟ ନ କରଇ ତିଳେ, ସନ୍ଧ୍ୟା ତର୍ପଣ ଗାୟତ୍ରୀ ନ କରଇ ବେଳେ। ଏପରି ବିପ୍ରଙ୍କୁ ଯେଉଁ ଦାନ ମାନ ଦେବା, ସବୁ ଅକାରଣ ଘୃତ ଭସ୍ମରେ ପଡ଼ିବା। ସେହି ପ୍ରଳି ବ୍ରାହ୍ମଣ ଯଦ୍ୟପ ଲୋଭେ ଦାନ, ଗ୍ରହଣ କରଇ ନର୍କେ ହୁଅଇ ପତନ। ପ୍ରେତପୁରେ ପ୍ରେତପତି ବହୁତ ଦଣ୍ଡଇ, ବହୁତ ଯାତନା ଭୋଗ ସେ ଦ୍ୱିଜ କରଇ। ଜ୍ଞାନୀ ବ୍ରାହ୍ମଣୀକୁ ଦାନ ଦେଲେ ହେ ଖଗେଶ, ଜନ୍ମ ଜନ୍ମାନ୍ତର ପାପ ହୋଇବ ବିନାଶ। ଦାନ ଦେବା ଲୋକ ମୋକ୍ଷ ସହଜେ ଲଭଇ, ବ୍ରାହ୍ମଣ ମଧ୍ୟ ବୈକୁଣ୍ଠ ପୁରକୁ ଗମଇ। ବ୍ରାହ୍ମଣ ବରଣ କରି ଦାନ ତାଙ୍କୁ ଦେବ, ତାଙ୍କ ପାଦେ ପଡ଼େ ନମସ୍କାର ଯେ କରିବ। ମୋର ପାପ ମାନ ନାଶ କରନ୍ତୁ ହେ ଦେବ, ଏହିପରି ଭିକ୍ଷା ତାଙ୍କ ପାଦରେ କରିବ। ଦାନ ବିଧି ମାନ ଅଛି ଶୁଣ ହେ ଗରୁଡ଼, କହୁଅଛି ତାହା ତୁମ୍ଭେ ମନ କର ଦୃଢ଼। ହୋମ କରାଇବ ଘୃତ ଯବ ତିଳ ଦେଇ, ଅଗୁରୁ ଗୁଗୁଳେ ଖଣ୍ଡ ତଣ୍ଡୁଳ ମିଶାଇ। ବିଧି ମନ୍ତେ ପଞ୍ଚାମୃତ କରି ଅଗ୍ନି ଶାନ୍ତି, କରାଇବ ଦ୍ୱିଜ ଦ୍ୱାର ନ କିଣ ଭ୍ରାନ୍ତି। ଅଗ୍ନିକୁ ଶାନ୍ତ ନ କଲେ ହୁଏ ମହାପାପ, ଯମରାଜା ବାନ୍ଧି ଦଣ୍ଡ ଦିଅଇ ଅମାପ। ଦାନ ଥରେ ଦେଲି ବୋଲି ନ କରିବ ଗର୍ବ, ଋଣ କରି ଦାନ କଲେ ନର୍କ ହେବ ଠାବ। ସାତ ପାଞ୍ଚ ମିଳି ଭାଗ କରି ଯେବେ ଦାନ, ଦେବେ ତେବେ ନର୍କ ଗତି ପୁରାଣ କଥନ। ଦାନୀୟ ଜୀବର ଗତି ନ ହୁଅଇ ଭଲ, ସେଥିରୁ ଉଦ୍ଧାର ଶୁଣ ହୋଇ କରି ସ୍ଥିର। କୃଷ୍ଣଧେନୁ ଅଳଙ୍କାର ମଣ୍ଡନ କରାଇ, ବ୍ରାହ୍ମଣ ହସ୍ତରେ ଯେବେ ତାକୁ ଦାନ ଦେଇ। ତେବେ ସେହି ପାପ ନାଶ ହୋଇବ ଅବଶ୍ୟ, ତେବେ ସେ ବିଧାନ ଏବେ ଶୁଣ ଖଗଈଶ। ପଦରେ ରଜତ ସ୍ୱର୍ଣ୍ଣେ ସୁବର୍ଣ୍ଣ ଛାଏଣି, କୃଷ୍ଣ ବର୍ଣ୍ଣ ବସନକୁ ଅଙ୍ଗେ ଦେବ ପୁଣି। କର୍ଣ୍ଣେ ସ୍ୱର୍ଣ୍ଣ ଅଳଙ୍କାର କର୍ଣ୍ଣରେ
ଘାଗୁଡ଼ି। ବ୍ରୀହିତଣ୍ଡୁଳ ସେ କୃଷ୍ଣ ଦୁର୍ବା ଦେବ ଲୋଡ଼ି। ଉତ୍ତମ ବସ୍ତ୍ରେ ରଖିବ ତାମ୍ର ଚଟଇକ। କଳା ମୁରୁଜରେ ଯମ ମୂରତିକୁ ଲେଖ। ସୁବର୍ଣ୍ଣ ପ୍ରତିମା ଏକ ନିର୍ମାଣ କରିବ। ତାମ୍ର ଘଟ ମଧ୍ୟରେ ସେ ମୂର୍ତ୍ତିକି ରଖିବ। ଆଖୁ ବୃକ୍ଷେ ବୋଇ ଲୋକ କରିଣ ନିର୍ମାଣ। ପାଟ ସୂତା ତାର ଦେହେ କରିବ ବେଷ୍ଟନ। ଗଭୀର ଗର୍ତ୍ତ କରିଣ ତାହାର ପାଖରେ। ସୁବାସିତ ଜଳ ପୂରାଇବ ସେ ଗର୍ତ୍ତରେ। ସେ ନାବରେ 5 ମନ ପ୍ରକୃତି ସହିତେ। ସ୍ଥିର କରି ନାବ ବୋଲି ଭାବିବ ସୁଚିତ୍ତେ। ସେହି ସ୍ଥାନେ ତଣ୍ଡୁଳ ଯେ ସ୍ରୁବକୁ ଧରିବ। କୁଶ ଜଳ ମିଶ୍ରିତରେ ସଂକଳ୍ପ କରିବ। ସପ୍ତଦ୍ରବ୍ୟ ଚିନ୍ତା ଯେ କରିବ ସ୍ଥିର ଚିତ୍ତେ। ବିଧି ବିଧାନେ ପୂଜିବ ଧେନୁକୁ ନିୟତେ। ପୂର୍ବମୁଖ ହୋଇ ବିଜ୍ଞ ବ୍ରାହ୍ମଣ ହସ୍ତରେ। ସେହୁ ଧନୁ ସହିତରେ ଦ୍ରବ୍ୟ ଦାନ କଲେ। ବିପ୍ରଙ୍କୁ ଶିବ ସ୍ୱରୂପେ ପ୍ରାର୍ଥନା କରିବ। ଏହି ମାୟା ସଂସାରୁ ମତେ ପାରି କରିଦେବ। ତୁମ୍ଭେ ହରିହର ଦୟା ସାଗର ଗୋସାଇଁ। ମୋର ପାପ ନାଶୀ ଦିବ୍ୟ ଗତି ଦେବ ସେହି। ଏହିପରି ଶ୍ରୁତି କରି ପ୍ରଣତି କରିବ। ତପ୍ତ ବୈତରଣୀ ତରି ଭେଳାରେ ସେ ଯିବ। ଧେନୁକୁ ମଧ୍ୟ ପ୍ରାର୍ଥନା କରିବ ଏପରି। ସୁଫଳୁ ଫଳ ମୋ ହରି ତୋ ଦୟାରୁ କରି। ମାତା ପିତା ଭାଇ ବନ୍ଧୁ ଜ୍ଞାତି ଜ୍ଞପାତକ। ଖଣ୍ଡନ କର ଗୋମାତ ପ୍ରାର୍ଥନା ଏତକ। ମୁହିଁ ଦୁରାଚାରୀ ପାପୀ କ୍ଷମ ମୋର ଦୋଷ। ବିପ୍ରେ ଦାନ ଦେଲି ମାଗୋ ନ ବହିବ ରୋଷ। ତୁମ୍ଭ ପୁଚ୍ଛ ଧରି ବୈତରଣୀ ହେବି ପାରି। ଜନ୍ତୁନାଥ ଆଗ ମାତ କହିବୁ ବିସ୍ତାରି। ତୁମ୍ଭ ଆଶିଷ ଲଭିଲେ ନ ଦଣ୍ଡିବ ଯମ। ତୁମ୍ଭେ ଲକ୍ଷ୍ମୀ ରୂପା ମାତା ଧେନୁଙ୍କ ଉତ୍ତମ। ଏହିପରି ଶ୍ରୁତି କରି କରି ପ୍ରଦକ୍ଷିଣ। ସର୍ବଦୋଷ ଶାନ୍ତି ହୁଏ କଲେ ଏ ବିଧାନ। ଯମଦଣ୍ଡ ନ ଲାଗେ ତାହାକୁ କିଞ୍ଚିତେ। ଇନ୍ଦ୍ର ସଙ୍ଗେ ସୁଖ ଭୋଗ କରେ ସ୍ୱର୍ଗ ନିତ୍ୟେ। ଅକାଳରେ ଦାନ କଲେ ନୁହେଁ କିଛି ଫଳ। ପୁଣ୍ୟ କାଳେ ଦାନ କଲେ ଅଧିକ ତା ଫଳ। ଛାୟା ତଳେ ଦେବତା ମନ୍ଦିରେ। ଅମାବାସ୍ୟା ସଂକ୍ରାନ୍ତି ବା ପୂର୍ଣ୍ଣିମା ଦିନରେ। ଧର୍ମ ମାସେ ପିତୃପକ୍ଷେ ଗ୍ରହଣାଦି ବେଳେ। ସୁଚିତ୍ତରେ ଦାନ ଦେଲେ ବହୁ ଫଳ ମିଳେ। ଏଥୁ ଏକ ଦିନ ଅଟେ ଅତ୍ୟନ୍ତ ଗୁପ୍ତ। ସିଦ୍ଧିମତ ଯେତେବେଳେ ହୋଇବ ନିଶ୍ଚିତ। ସେହିବେଳେ ଗୋଟେ ଜାଣ ମହତ ଅଟଇ। ଅଳ୍ପ ଦାନରେ ବହୁ ଫଳ ଯେ ମିଳଇ। ଧନ ଯୌବନ ସଦା ପାଶରେ ନ ରହେ। ଧ୍ୟାନ ମନ୍ତ୍ର ମନେ ସଦା ସର୍ବଦା ନ ଥାଏ। କେତେବେଳେ ଅଜଣାରେ ମୃତ୍ୟୁ ଯେ ଆସିବ। କେଶ ଧରି ବଳାତ୍କାରେ ଓଟାରିଣ ନେବ। ସାବଧାନ ହୋଇ ସୁସ୍ଥ ଶରୀରରେ। ଶୁଦ୍ଧ ମନ ହୋଇ ଦାନ ଦେବ ଯେ ବିଧିରେ। କ୍ଷଣଭଙ୍ଗୁର ଏ ଦେହ ସଂସାରେ ଅଟଇ। କାହାରି ଉପରେ ପୂର୍ଣ୍ଣ ଆସ୍ଥା ନ ରହଇ। ବୈରାଗ୍ୟ ଜନମେ ଯେବେ ଚିତ୍ତରେ ସତତ। ତେବେ ଯାଇ ଜନ୍ମ ବନ୍ଧୁ ହୋଇବ ମୁକ୍ତ। ଦୁଃଖିତ ମନରେ ଯଦି ଦାନକୁ କରିବ। ସେ ଦାନର ଫଳ କେବେ ଭଲ ନ ହୋଇବ। ଅଳ୍ପ ଦେଇ ବହୁତକ ଋଣ କହିଦେଲେ। ନର୍କବାସ ତାହାର ହୁଅଇ ଜାଣ ଭଲେ। ନର୍କ ଭୋଗ ପରେ ମର୍ତ୍ତ୍ୟ ପଙ୍ଗୁ ହୋଇ ଜନ୍ମେ। ନିରନ୍ତର କଷ୍ଟ ଭୋଗ କରେ ଖାଦ୍ୟ ବିନେ। ନିଜେ ଦାନ କରେ ପୁତ୍ର ଯେ କରାଏ ଦାନ। ସୁଚିତ୍ତରେ ନ ହୋଇଣ କେବେ ଖେଦ ମନ। ଅନ୍ତକାଳେ ସେହି ଜନ ମୁକ୍ତି ଲଭଇ। ଦାନର ଫଳେ ସେ ଦିବ୍ୟ ଭୋଗକୁ ଭୁଞ୍ଜଇ। ସଂସାରେ ସାର ଅଟଇ ମନୁଷ୍ୟ ଜୀବନ। ଦାନ ଧର୍ମ ମୋକ୍ଷ ଦ୍ୱାର ଅଟେ ବୋଲି ଜାଣ। ଯେ ନ କରଇ ଯମ ଦଣ୍ଡ ନ ଲାଗଇ।
ମୁଖ୍ୟ ଗତି ସେହି ଜନ ଅବଶ୍ୟ ଲଭଇ। ଧନପୁତ୍ର ଗୃହ ଦେହ ପତ୍ନୀ କନ୍ୟା ମାନ, ଦାସ ଦାସୀ ସମ୍ପଦ ଏ ମାୟାର ବିଆଣ। ଆତ୍ମର ଆତ୍ମା ହିଁ ବନ୍ଧୁ ନୁହଁଇ ଅପର, ଜୀବନ ଯିବା କାଳରେ ଆତ୍ମା ଚିନ୍ତା କର। ଜୀବ ଥାଉ ଜୀବଦାନ ଯେଜନ ଦିଅଇ, କାହାର ସୁକୃତ ମୁଖେ କହି ଯେ ନୁହଁଇ। ଜୀବନ ଦେଲେ ଜୀବ ଏ ନୁହଁଇ ନିସ୍ତାର, ଜୀବ ଜନ୍ମ ହେଲେ ଜୀବ ଲଭଇ ଉଦ୍ଧାର। ପୁରାଣ ପଠନ ନାମ ମନ୍ତ୍ରାଦିର ଜପ, ଚିତ ଜପ କଲେ ତିଳେ ନ ରହଇ ପାପ। ଜୀବର ମୁକ୍ତି ମୂଳ ହରି ନାମ ସିନା, ବ୍ରହ୍ମହତ୍ୟା ପାପ ନାଶ ନୁହେଁ ନାମ ବିନା। ଜୀବ ଯିବାର କାଳରେ ସାହା କେ ନୋହିବ, ମିଛେ ମିଛେ କାନ୍ଦ କଟା ମିଳି କରୁଥିବେ। କହୁଥିବେ ଥୋକେ ଭଲ ହେଲା ଗଲା ମରି, କିଏ ଏତେ ଦୁଃଖ ଭୋଗ କରନ୍ତା କିପରି। ଜୀବକୁ ଯମର ଦୂତେ ଯେପରି ବାନ୍ଧନ୍ତି, ବନ୍ଧୁ ବାନ୍ଧବେ ସେପରି ବାନ୍ଧି ଘେନି ଯାନ୍ତି। କାଷ୍ଠ ସଞ୍ଚାଇଣ ତହିଁ ସୁଆଇଣ ଜୋଇ, ମୁଖରେ ସଂଯୋଗ ଯେ କରନ୍ତି ପୁଣି ନେଇ। କେହି ବାଗାତ ଖୋଳିଣ ପୋତିଣ ଦିଅନ୍ତି, ଶ୍ୱାନ ଶୃଗାଳ ଯେ ଗୃଧ ଆହାର କରନ୍ତି। 10 ଦିନ ପର୍ଯ୍ୟନ୍ତେ ଜ୍ଞାନୀ ପୁତ୍ର ଦ୍ୱାରା, ଲୋକ ଦେଖି ଆଣି ଦୁଃଖ କରନ୍ତି ସେ ପରା। କେତେ ପାପ କରି ଧନ ଅର୍ଜି ରଖିଥିବ, ମଲାବେଳେ କେହି ତାହା ସଙ୍ଗରେ ନ ନେବ। ପୁତ୍ର ପତ୍ନୀ ଦାନ ଦେବ ସେ ଧନ କଢ଼ାଏ, ସାଇତି ରଖିଲେ ଆଗ ମନ କରିଥାଏ। ପୂର୍ବ କର୍ମ ବଳେ ଜୀବ ଲଭଇ ମୁକ୍ତି, ପାପ ଫଳେ ତାହା ରଟି ହୁଏ ନର୍କ ଗତି। ସଂସାର ଅଟଇ ମାୟା ନୁହେଁ ତିଳ ସତ୍ୟ, ଗୃହ ଧନ ଦ୍ୱାରା ସୁତ ସର୍ବ ଅନିଶ୍ଚିତ। ସନ୍ଧ୍ୟାକାଳେ ନାନା ପକ୍ଷୀ ନାନା ଦେଶୁ ଆସି, ବୃକ୍ଷ ପରି ଯେଉଁ ପରି ସର୍ବେ ଥାନ୍ତି ବସି। ସୂର୍ଯ୍ୟ ଉଦୟ ହୋଇଲେ ଇଚ୍ଛା ଅନୁସାରେ, ଭିନ୍ନ ଭିନ୍ନ ସ୍ଥାନରେ ଗମନ୍ତି ଖରତରେ। ସେହିପରି ଏ ସଂସାର ବୃକ୍ଷ ଏକ ଅଟେ, କେହି ନୁହନ୍ତି କାହାର ବୃଥା ସର୍ବ ଘଟେ। କିଏ କାହା ପୁତ୍ର କିଏ କାହାର ଜନକ, କେ ବା ପତ୍ନୀ କେ ବା ପତି ସର୍ବେ ଅବିବେକ। ଯେଉଁ ଶରୀର ପୋଷଣ ଜୀବ ଆଶା କରେ, ସେ ତ ନିଜର ନୁହଁଇ ଅନ୍ୟର୍ଥ ପଚାରେ। ତେଣୁ ହେ ଗରୁଡ଼ ଏକା ରଖିଥିବ ମନ, ସଂସାର କରତା ଏକା ସେହି ଭଗବାନ। ସବୁଠି ତାହାଙ୍କ ମାୟା ସେ ସର୍ବନିୟନ୍ତା, ଚର ଅଚର ପ୍ରାଣୀଙ୍କ ସେହି ଜନ୍ମଦାତା। ଯାହାଙ୍କ ନାମ ସ୍ମରଣେ ପାତକ ନାଶଇ, ଅନ୍ତ ବୈକୁଣ୍ଠେ ଗତି ଯିବ ସେ ଭୁଞ୍ଜଇ। ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳ, ଯାହାଙ୍କ ନାମ ସ୍ମରିଲେ ହୋଇବ ମଙ୍ଗଳ। ଫଳ ପତ୍ର ପୁଷ୍ପ ଦେଇ ତାହାଙ୍କୁ ପୂଜିବ, ତାଙ୍କ ପ୍ରୀତି ପାଇଁ ଧେନୁ ଦାନ ଯେ କରିବ। ଧର୍ମ କାର୍ଯ୍ୟମାନ ଯାହା କରୁଥିବ ନୀତି, ତାହାଙ୍କ ପାଦ ପଦ୍ମରେ ସମର୍ପିବ ଯେନ୍ତି। ସେ ହରି ସ୍ମରଣ କରି ଯିବା ବେଳେ ପ୍ରାଣ, ସ୍ୱର୍ଣ୍ଣଧେନୁ ଆଦି ସେହି କରିଥାଏ ଦାନ। ପିତାର ଆସେ ଆତୁର ସମୟ, ଜାଣି ପୁତ୍ର ଦାନ ଦିଏ ସ୍ମରି ଦୟାମୟ। ବିଷ୍ଣୁ ତ ସେ ଦାନ ଦେଇ ପ୍ରାର୍ଥନା କରଇ, ମୋର ପିତାକୁ ସୁଗତି ଦିଅ ଭାବଗ୍ରାହୀ। ପିତା ମାତା ଖୁଡ଼ୁତାପା ଖୁଡ଼ୀ ଆଦି ପାଇଁ, ଯେଉଁ ଜନଧେନୁ ଆଦି ଦାନକୁ କରଇ। ସେମାନେ ମୁକ୍ତି ଲଭି ସ୍ୱର୍ଗରେ ବସନ୍ତି, ତାହାଙ୍କ କଲ୍ୟାଣ ପୁତ୍ର ପାଏ ସଦ୍‌ଗତି। କହିଲେ ନ ସରେ ସେହି ଜନର ଭାଗ୍ୟକୁ, ମଣ୍ଡନ କରଇ ସେହି ଦେବଙ୍କ ସଭାକୁ। ବିଚାର ପରି ଯେ ଦେବତା ମାନେ ମିଳି,
ସଦା ସର୍ବଦା ସେବା କରୁଥାନ୍ତି ଭାଳି। ଭୂକାଳ ସ୍ୱର୍ଗ ସୁଖ ଲଭଇ ସେ ଜନ, ଦେବୀମାନେ ଚାମର ଢାଳନ୍ତି ଅନୁକ୍ଷଣ। ସ୍ୱର୍ଗ ଭୋଗ ଅନ୍ତେ ମୃତ୍ୟୁ ହୁଅଇ ଜନମ, ଉଚ୍ଚ ବଂଶରେ ଭୋଗଇ ବହୁ ସୁଖମାନ। ଏହିପରି ଦାନ ଫଳ ପ୍ରତ୍ୟକ୍ଷ ଅଟଇ, ପିଣ୍ଡଦାନ ଧେନୁ ଦାନ ସ୍ୱର୍ଣ୍ଣ ଦାନ କହି। ପଚାରିବା କଥା ମାନ ବୁଝାଇ କହିଲି, ବହୁ ଗୁପ୍ତ ଚରିତ ତତେ ବୁଝାଇଲି। ଚିତ୍ତରୁ ସନ୍ଦେହ ତୋର ହୋଇଲା ନା ନାଶ, ସନ୍ଦେହ ଥିଲେ ପଚାରି କହିବି ଅବଶ୍ୟ। ଏତେ କହି ନିରୁତ୍ତର ହୋଇଲେ ଶ୍ରୀହରି, ଗରୁଡ଼ ସାଷ୍ଟାଙ୍ଗେ ପ୍ରଣିପାତ ପାଦେ କରି। ବହୁତ ବିନୟ କରି ବଚନ କହିଲା, ଶ୍ରୀହରି ଚରଣ ତଳେ ଶରଣ ପଶିଲା। ସେ ପ୍ରଭୁ ପୃଥଙ୍କ ପଦ କମଳ ଏ ଦୀନ, ଆର୍ତ୍ତତାଣ ସ୍ମରି ଏବେ ପଶିଲା ଶରଣ। ଆହେ ମହାବାହୁ କମଳାଙ୍କ ପ୍ରାଣ ବନ୍ଧୁ, ଉଦ୍ଧାର କରିବ ଦାସେ ଏହି ଭବ ସିନ୍ଧୁ। ସ୍ୱର୍ଗ ବାନରକେ ବାସ ଦିଅନ୍ତୁ ଶ୍ରୀହରି, ତବ ପାଦ ପଦ୍ମ ଚିତ୍ତେ ଥିବି ଯେନେ ଧରି। ସ୍ୱର୍ଗ ସମପୁର ମଦେ ବିହରି ଆନନ୍ଦେ, ତବ ପାଦ ପଦ୍ମ ଧରିଥିବି ସଦା ହୃଦେ। ସେତିକି ମୋହର ଆଶା ଆହେ ଦୟାମୟ, ଅଧମ ଦାସାନୁଦାସେ ବାରେ ଭୟାବୟ। ଦୟା ସାଗର ବିନ୍ଦୁଏ ଦିଅ ହେ ଦୀନକୁ, ଗତି ମୁକ୍ତି ଦୟାକୁ ଅନ୍ତିମ କାଳକୁ। ପ୍ରେତ ପ୍ରତି କରାଳ ବଦନ ରକ୍ତ ଚକ୍ଷୁ, ଏ ଦିନ ଯେପରି ବାରେ ନୟନ ନ ଦେଖୁ। ଏତିକି ମାତ୍ରକ ଅଳି ଚରଣେ ସରାଜେ, ଦୟାକର ଦୟାନିଧି ଦେବ ଦିନେ ଦ୍ୱଜେ। ଇତି ଶ୍ରୀ ଗରୁଡ଼ ପୁରାଣେ ନିମିଷୋପାଖ୍ୟାନେ, ଭଗବାନ ଗରୁଡ଼ ସମ୍ବାଦେ ଆତାରାଣଂ ଧେନୁଦାନାଦି ଫଳଂ ନିରୂପଣଂ ନାମ ନବମୋଧ୍ୟାୟଃ। ଆନନ୍ଦ ଏକ ବାର ହରି ବୋଲ।